ତୁଳା ରାଶିର ଲୋକମାନେ ଆଜି ରାତି 2:45 ବନ୍ଧୁଗଣ ତୁମ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏକ ଭୟଙ୍କର ଘଟଣା ଘଟିବ ଯାହା ତୁମକୁ ଝାଳ ବୋହିଦେବ। ବନ୍ଧୁଗଣ ଯଦି ତୁମେ କାଲି ସୂର୍ଯ୍ୟ ଉଦୟ ହେବାର ଦେଖିବ ତେବେ ତୁମଠାରୁ ଭାଗ୍ୟବାନ ଆଉ କେହି ହେବ ନାହିଁ। କାରଣ ବନ୍ଧୁଗଣ ମୁଁ ଗ୍ୟାରେଣ୍ଟି ଦେଉଛି ଯେ ଆଗାମୀ 120 ଘଣ୍ଟା ମଧ୍ୟରେ ଯେଉଁ ଗ୍ରହ ଖେଳ ଆରମ୍ଭ ହେବାକୁ ଯାଉଛି ତାହା ତୁମେ ପୂର୍ବରୁ କେବେ ଦେଖିନଥିବ। ବନ୍ଧୁଗଣ ବର୍ତ୍ତମାନ ତୁମର କୁଣ୍ଡଳୀରେ 3 ଗ୍ରହ ଶନି, ମଙ୍ଗଳ ଏବଂ କେତୁର ସଙ୍ଗମ ଅଛି ଏବଂ ଏହି ସଙ୍ଗମ ତୁମର ଜୀବନକୁ କେଉଁଠାରେ ନେଇଯିବ ତାହା ତୁମ ପାଇଁ ଜାଣିବା ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। କାରଣ ଆଜି ମୁଁ ଏହି ଭିଡିଓରେ ଏପରି ଏକ ଘଟଣା ବିଷୟରେ ଉଲ୍ଲେଖ କରିବାକୁ ଯାଉଛି ଯାହା ତୁମର ଘରର କାନ୍ଥକୁ ଥରାଇ ଦେବ ଏବଂ ଏହି ସତ୍ୟ ଶୁଣି ତୁମର ପାଦ ତଳୁ ମାଟି ମଧ୍ୟ ଖସିଯିବ। ଦେଖ, ଯଦି ତୁମେ ତୁମର ଜୀବନକୁ ଭଲ ପାଉଛ, ଯଦି ତୁମେ ତୁମର ଜୀବନକୁ ଉନ୍ନତ କରିବାକୁ ଚାହୁଁଛ, ତେବେ ଏହି ଭିଡିଓକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଧ୍ୟାନ ସହିତ ଦେଖ। କାରଣ ଏହି ସମୟରେ ମୁଁ ତୁମକୁ ଗ୍ରହମାନଙ୍କର ଏପରି କିଛି ଗତିବିଧି ବିଷୟରେ କହିବାକୁ ଯାଉଛି ଯାହା ତୁମର ଜୀବନ ଉପରେ ଗଭୀର ପ୍ରଭାବ ପକାଇବ। ତେଣୁ ବନ୍ଧୁଗଣ ଯଦି ଆପଣ ଏହି ଭିଡିଓଟି ଆରମ୍ଭ କରୁଛନ୍ତି ତେବେ ଏହାକୁ ଶେଷ ପର୍ଯ୍ୟନ୍ତ ଧ୍ୟାନର ସହିତ ଦେଖନ୍ତୁ କାରଣ ଆଜି ରାତି 2:45 ଯାହା ଘଟିବାକୁ ଯାଉଛି ବନ୍ଧୁଗଣ ଏହା କୌଣସି ମଜା ନୁହେଁ। ଏହା ସେହି ସତ୍ୟ ସହିତ ଏକ ଧକ୍କା ଯାହାଠାରୁ ଆପଣ ଏପର୍ଯ୍ୟନ୍ତ ପଳାଇ ଆସୁଛନ୍ତି। ଯେତେବେଳେ ଏହି ମୁହାଁମୁହିଁ ହୁଏ, ଯେତେବେଳେ ବିଶ୍ୱାସଘାତକର ସଙ୍ଗମ ହୁଏ, ସେତେବେଳେ ଆପଣ ଅନୁଭବ କରିବେ ଯେ ଏହା ଆପଣଙ୍କ ଘରର କାନ୍ଥ ନୁହେଁ ବରଂ ଆପଣଙ୍କ ଭିତରେ ଥିବା ମିଛ କାନ୍ଥଗୁଡ଼ିକ ହଲିଉଛି। ବନ୍ଧୁଗଣ କୌଣସି ବାହ୍ୟ ବିପର୍ଯ୍ୟୟ ଯୋଗୁଁ ଆପଣଙ୍କ ପାଦ ତଳୁ ମାଟି ଥରିବ ନାହିଁ ବରଂ ଆପଣଙ୍କ ମନଗଢ଼ା ବାହାନା, ମିଥ୍ୟା ସାନ୍ତ୍ୱନା ଏବଂ ଅପୂର୍ଣ୍ଣ ପ୍ରତିଶ୍ରୁତିଗୁଡ଼ିକ ଗୋଟିଏ ଗୋଟିଏ କରି ଫୋପାଡ଼ି ଦିଆଯିବ। ବନ୍ଧୁଗଣ ଏହି ରାଶିଫଳ କୌଣସି ସାଧାରଣ ଭବିଷ୍ୟବାଣୀ ପରି ନୁହେଁ। ମୁଁ ଆପଣଙ୍କୁ ହାତ ଯୋଡ଼ି ଅନୁରୋଧ କରୁଛି ଯେ ଆପଣ ସବୁକିଛିକୁ ମଜା ଭାବରେ ଗ୍ରହଣ କରନ୍ତୁ, କିନ୍ତୁ ଆଜି ଏହି ଭିଡିଓକୁ ମଜା ଭାବରେ ଗ୍ରହଣ କରିବାର ଭୁଲ କରନ୍ତୁ ନାହିଁ। କାରଣ ବନ୍ଧୁଗଣ ଏହା ଏକ ଦର୍ପଣ ଯାହା ଦର୍ଶାଏ ଯେ ଜଣେ ବ୍ୟକ୍ତି ଭିତରେ କେତେ ସତ୍ୟବାନ ଏବଂ ଭିତରେ ସେ କେତେ ଛୋଟ। ଆଜି ଏହି ଭବିଷ୍ୟବାଣୀ ଶୁଣିବା ପରେ ଯଦି ଆପଣଙ୍କ ଆତ୍ମା ଥରି ନଥାଏ ତେବେ ମୋର ନାମ ପରିବର୍ତ୍ତନ କରନ୍ତୁ। ବନ୍ଧୁଗଣ ଭିଡିଓ ଆରମ୍ଭ କରିବା ପୂର୍ବରୁ ଆପଣମାନେ ସମସ୍ତେ ଦୟାକରି ଏହି ଛୋଟ ଭିଡିଓଟିକୁ ଲାଇକ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ ଓମ୍ ଗଣେଶାୟ ନମଃ ଲେଖନ୍ତୁ। ଜ୍ଞାନର ଦେବତା ଭଗବାନ ଗଣେଶ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ କରିବେ। ତେଣୁ ବନ୍ଧୁଗଣ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଏହା ଏକ ଦର୍ପଣ ଏବଂ ଦର୍ପଣ କେବଳ ତାହା ଦେଖାଏ ଯାହା ଜଣେ ବ୍ୟକ୍ତି ଦେଖିବାକୁ ଭୟ କରେ। କାରଣ ବନ୍ଧୁଗଣ ଆଜିର ସମୟରେ ତିକ୍ତ ସତ୍ୟ ଶୁଣିବା କଷ୍ଟକର। ମୁଁ ସମସ୍ତଙ୍କର ଚା ନୁହେଁ। ଯଦି ମୁଁ ଆପଣଙ୍କୁ ଟିକିଏ ସତ୍ୟ କହେ ତେବେ ଏହା ତିକ୍ତ। ଆପଣ ମୋ ଠାରୁ ଦୂରେଇ ଯିବେ, କିନ୍ତୁ ଆପଣ ନିଜଠାରୁ ଦୂରେଇ ଯିବେ ବନ୍ଧୁଗଣ। କାରଣ ଦେଖନ୍ତୁ ଏହି ଦର୍ପଣ ହେଉଛି ସମାନ ଦର୍ପଣ ଯାହାକୁ ଦେଖିବାକୁ ଲୋକମାନେ ଭୟ କରନ୍ତି। ଆପଣ ଯେଉଁମାନେ ଏହା ଶୁଣୁଛନ୍ତି ସେମାନେ ଅନୁଭବ କରିବେ ଯେ ଅନ୍ୟ କେହି କଥା କହୁଛନ୍ତି, କିନ୍ତୁ ଯେତେବେଳେ ମୋର କଥା ଚାଲିବ ଆପଣଙ୍କର ନିଶ୍ୱାସ ଭାରୀ ହୋଇଯିବ କାରଣ ପ୍ରତ୍ୟେକ ଧାଡ଼ି ଆପଣଙ୍କ ଜୀବନରେ ଏକ ବନ୍ଦ ଆଲମାରୀ ଖୋଲିଦେବ। ବନ୍ଧୁଗଣ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଗତ କିଛି ମାସ ଧରି ଆପଣ ଭିତରେ କ୍ଳାନ୍ତ ହୋଇଯାଇଛନ୍ତି। ଆପଣ ବାହାରେ ହସ ସହିତ ବୁଲି ଆସୁଛନ୍ତି, କିନ୍ତୁ ଆପଣଙ୍କ ଭିତରେ ଏକ ସ୍ୱର ଆପଣଙ୍କୁ ପ୍ରତିଦିନ ପଚାରୁଛି, ଏହା କ'ଣ ଆପଣ ସ୍ୱପ୍ନ ଦେଖିଥିଲେ ଜୀବନ? ତୁମେ କ'ଣ ଏହି ଜୀବନ ବଞ୍ଚିବାକୁ ଚାହୁଁଛ? ଏହି ସ୍ୱର ତୁମ ଭିତରୁ ଆସିବ। ବନ୍ଧୁଗଣ ମୁଁ ତୁମକୁ କହିବାକୁ ଚାହୁଁଛି ଯେ ତୁମେ କଠିନ ପରିଶ୍ରମ କରୁଛ, ତୁମେ ଏପରି ଅନୁଭବ କରୁଛ, କିନ୍ତୁ ସତ୍ୟ ହେଉଛି ତୁମେ ଭୟ ସହିତ ବୁଝାମଣା କରିଛ। ବିଫଳତାର ଭୟକୁ କମ କରିବା ପାଇଁ ତୁମେ ତୁମର ସ୍ୱପ୍ନକୁ କମ କରିଛ। କିନ୍ତୁ ଆଜି ରାତିରେ ସେହି ଭୟ ତୁମର ସାମ୍ନା କିଛି ଖବର, ଏକ ଫୋନ୍ କଲ୍, ଏକ ନୀରବ ଅନୁଭବ କିମ୍ବା ହଠାତ୍ ଭାଙ୍ଗି ଯାଇଥିବା ସମ୍ପର୍କ ମାଧ୍ୟମରେ କରିବ। ଏବଂ ଏବେ ତୁମେ ବୁଝିପାରିବ ଯେ ତୁମେ କ'ଣ ଏଡ଼ାଇ ଆସୁଛ। ଆମେ ଆସୁଥିଲୁ
ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଥିଲା, କାରଣ ବନ୍ଧୁଗଣ ଦେଖନ୍ତୁ ଆମ ମଣିଷମାନଙ୍କର କ'ଣ ଅଭ୍ୟାସ ଯେ ଯଦି ଆମ ଜୀବନରେ କିଛି ଭୁଲ ହୋଇଯାଏ ତେବେ ଆମେ ତୁରନ୍ତ ସେହି ଜିନିଷକୁ ସ୍ଥଗିତ ରଖିଥାଉ। କିନ୍ତୁ ଆଗାମୀ ସମୟରେ ବନ୍ଧୁଗଣ ଆପଣଙ୍କୁ ସ୍ଥଗିତ ରଖିବାର ଏହି ଅଭ୍ୟାସକୁ ଭୁଲିଯିବାକୁ ପଡ଼ିବ, କାରଣ ଅନେକ ସୁଯୋଗ ଆସିବ ଯାହା ଆପଣଙ୍କ ଜୀବନକୁ ତିଆରି କରିବ। କିନ୍ତୁ ଯଦି ଆପଣ ପୂର୍ବପରି ସବୁକିଛି ସ୍ଥଗିତ ରଖିବେ ତେବେ ଆପଣ ଜୀବନରେ ସର୍ବଦା ସ୍ଥଗିତ ରହିବେ। ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ବନ୍ଧୁଗଣ ଏହି ସମୟ ଆପଣଙ୍କୁ ଏହି କଟୁ ସତ୍ୟ କହିବ ଯେ ଯେଉଁ ଲୋକମାନଙ୍କ ପାଇଁ ଆପଣ ନିଜକୁ ଭାଙ୍ଗି ଚାଲିଥିଲେ, ଯେଉଁ ଲୋକମାନଙ୍କ ପାଇଁ ଆପଣ ନିଜକୁ କନ୍ଦାଇ ଚାଲିଥିଲେ, ଯନ୍ତ୍ରଣା ଦେଉଥିଲେ, ବନ୍ଧୁଗଣ ସେମାନେ ଆପଣଙ୍କୁ ଏକ ବିକଳ୍ପ ଭାବରେ ବିଚାର କରିନଥିଲେ। ତେଣୁ ଏବେ ସମୟ ଆସିଛି ଆପଣଙ୍କର ଗୁରୁତ୍ୱ ବୃଦ୍ଧି କରିବାର। ଦେଖନ୍ତୁ ଆପଣ କାହାର ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଚାହାନ୍ତି, ଆପଣ କାହାର ଜୀବନରେ ବହୁତ ସମ୍ମାନ ଚାହାନ୍ତି, ଆପଣଙ୍କ ଜୀବନ କାହା ପାଇଁ ଏକ ବିକଳ୍ପ ହେବା ଉଚିତ ନୁହେଁ। ଆପଣ ଆଜି ଏହା ବହୁତ ବୁଝିବେ, କାରଣ ବନ୍ଧୁଗଣ ଯେଉଁମାନଙ୍କ ସହିତ ଆପଣ ଆଶା ରଖିଥିଲେ ସେମାନେ ନିଜେ ଆପଣଙ୍କର ଅସହାୟତାକୁ ଆପଣଙ୍କର ଦୁର୍ବଳତା ବୋଲି ମାନିଥିଲେ। ଆଗାମୀ 120 ଘଣ୍ଟାରେ ପ୍ରଥମେ ଆପଣଙ୍କର ଆଶାର ଏକ ଗଣ୍ଠି ବାନ୍ଧି ନାଳରେ ଫିଙ୍ଗି ଦିଅନ୍ତୁ, କିନ୍ତୁ ଏପରି କରନ୍ତୁ ନାହିଁ ଯେକୌଣସି ବ୍ୟକ୍ତିଙ୍କ ଉପରେ ଖର୍ଚ୍ଚ କରନ୍ତୁ। ଦେଖନ୍ତୁ ଆଶା ଏକ ବହୁତ ମହଙ୍ଗା ଜିନିଷ। ପ୍ରକୃତ ଆଶା ଏବଂ ବିଶ୍ୱାସ ଏହି ତିନୋଟି ଜିନିଷ ଏବେ ଆପଣଙ୍କ ଆଲମାରୀରେ ରଖିବା ଉଚିତ। ଆପଣଙ୍କୁ ଏହାକୁ ବନ୍ଦ ରଖିବାକୁ ପଡ଼ିବ, କାରଣ ଏହା ସମୟ ନୁହେଁ, ଏହା କେବଳ ସ୍ୱାର୍ଥର ସମୟ। ଏହା କେବଳ ସ୍ୱାର୍ଥର ସମୟ ଆପଣଙ୍କ ନିଜ ଲାଭ ପାଇଁ। ତେଣୁ ଆପଣ ମଧ୍ୟ ଏହାର ସୁଯୋଗ ନେବା ଉଚିତ ଏବଂ ପ୍ରବାହିତ ଗଙ୍ଗାରେ ହାତ ଧୋଇବା ଉଚିତ। ବନ୍ଧୁ ଆଜି ରାତି 2:00 ପରେ ଆପଣଙ୍କ ନିଦ ପ୍ରତିଦିନ ଯେପରି ଶୋଇଥାଏ ସେହିପରି ହେବ ନାହିଁ। ଆପଣ ଶାନ୍ତିରେ ଶୋଇବେ କିନ୍ତୁ ଶାନ୍ତିରେ ଉଠିପାରିବେ ନାହିଁ, କାରଣ ଝଡ଼ ରାତିରେ ଆପଣଙ୍କ ମନରେ ଏପରି ଏକ ଚିନ୍ତା ଆସିବ ଯାହା ଆପଣଙ୍କ ରାତିର ନିଦ ଛଡ଼ାଇ ନେବ। କାରଣ ବନ୍ଧୁଗଣ ମନ ପ୍ରଶ୍ନ ପଚାରିବ ଏବଂ ହୃଦୟ ଉତ୍ତର ଖୋଜିବ। ଆପଣ ଭାବୁଥିବେ ଯେ ସବୁଥର ଆପଣଙ୍କ ସହିତ ଏପରି କାହିଁକି ଘଟେ, କିନ୍ତୁ ବନ୍ଧୁଗଣ ଏହି ଭବିଷ୍ୟବାଣୀରେ ଉତ୍ତର ଲୁଚି ରହିଛି, କାରଣ ତୁମେ ସବୁବେଳେ କରିଥିବା ଭୁଲକୁ ପୁନରାବୃତ୍ତି କର। ତୁମେ ସେମାନଙ୍କୁ ବିଶ୍ୱାସ କର ଯେଉଁମାନେ ତୁମକୁ ମିଠା ଭାବରେ ପ୍ରଲୋଭିତ କରନ୍ତି, ଯେଉଁମାନେ ମିଠା କଥାରେ ତୁମର ହୃଦୟ ଜିତିଥାନ୍ତି, ଯେଉଁମାନେ ତୁମକୁ ନିକଟତର ଅନୁଭବ କରାନ୍ତି କିନ୍ତୁ ସେହି ନିକଟତରତା କପଟତାରେ ପରିପୂର୍ଣ୍ଣ। ତୁମେ ସବୁବେଳେ ସେମାନଙ୍କୁ ବିଶ୍ୱାସ କର ଯେଉଁମାନେ ତୁମକୁ ମିଠା ଭାବରେ ପ୍ରଲୋଭିତ କରନ୍ତି, ଯେଉଁମାନେ ମିଠା କଥାରେ ବିଶେଷଜ୍ଞ କିନ୍ତୁ କାର୍ଯ୍ୟରେ ଫମ୍ପା। ତୁମେ ବାରମ୍ବାର ତୁମର ଆତ୍ମସମ୍ମାନକୁ ବନ୍ଧକ ରଖ ଯେପରି କେହି ତୁମ ସହିତ ରହିପାରିବ, ଏବଂ ଯେତେବେଳେ ସେମାନେ ଚାଲିଯାଆନ୍ତି ତୁମେ ନିଜକୁ ଦୋଷ ଦିଅ। ତେଣୁ ବନ୍ଧୁଗଣ ଆଜି ରାତିରେ ତୁମେ ଅନୁଭବ କରିବ ଯେ ତୁମେ ଭୁଲ ନଥିଲା, କିନ୍ତୁ ତୁମେ ଦୁର୍ବଳ ହୋଇଗଲ ଏବଂ ଏହି ଦୁର୍ବଳତା ତୁମର ଜୀବନର ସବୁଠାରୁ ବଡ଼ ଶତ୍ରୁ ହୋଇଗଲା। ବନ୍ଧୁଗଣ ଆଗାମୀ କିଛି ଘଣ୍ଟା ତୁମକୁ ଦେଖାଇବ ଯେ ସମୟ କାହା ପାଇଁ ଅପେକ୍ଷା କରେ ନାହିଁ। ସମୟ ଚାଲିଯାଏ। ଯଦି ଆମେ ବନ୍ଦ କରିଦେଉ ତେବେ ଆମେ ପଛରେ ରହିଯିବୁ, କାରଣ ସମୟ କାହା ପାଇଁ ଅଟକେ ନାହିଁ। ବନ୍ଧୁଗଣ କିଛି ଲୋକ ତୁମର ଦୁର୍ବଳତାର ସୁଯୋଗ ନେବେ, ସେମାନେ ତୁମର ଯନ୍ତ୍ରଣା ସ୍ଥାନକୁ ସ୍ପର୍ଶ କରିବେ। ତେଣୁ ହାତ ଯୋଡ଼ି ମୁଁ ତୁମକୁ ଅନୁରୋଧ କରୁଛି, ଯଦି ତୁମେ ତୁମର ଜୀବନରେ କୌଣସି ବ୍ୟକ୍ତିଙ୍କୁ ଭେଟ ତେବେ ପ୍ରଥମେ ତୁମେ ତୁମର ଦୁର୍ବଳତା ବିଷୟରେ ଗର୍ବ କରିବା ଉଚିତ ନୁହେଁ। ତୁମେ ଯେତେ ଅଧିକ ନିଜର ଦୁର୍ବଳତାକୁ ଗୁପ୍ତ ରଖିବ ତୁମେ ଲୋକଙ୍କ ସାମ୍ନାରେ ସେତେ ଶକ୍ତିଶାଳୀ ହେବ। ବନ୍ଧୁଗଣ ମୁଁ ତୁମକୁ କହିବାକୁ ଚାହେଁ ଯେ ତୁମ ଜୀବନରେ ଏପରି କିଛି ସୁଯୋଗ ଆସିଥିଲା ଯାହାକୁ ତୁମେ ପ୍ରତ୍ୟାଖ୍ୟାନ କରିଛ ଏବଂ ଆଜି ପର୍ଯ୍ୟନ୍ତ ତୁମେ ପଶ୍ଚାତାପ କରୁଛ। ଯେଉଁ ବ୍ୟକ୍ତିଙ୍କୁ ତୁମେ ଟଙ୍କା କରଜ ଦେଇଥିଲ ଯେ ଏହି ବ୍ୟକ୍ତି ମୋର ନିଜର, ଯଦି ମୁଁ ତାକୁ ଟଙ୍କା ଧାର ଦିଏ ସେ ମୋ ଖୁସିରେ ଦିନରାତି ମୋ ସହିତ ଠିଆ ହେବ, କିନ୍ତୁ ସେହି ବ୍ୟକ୍ତି ତୁମର ଟଙ୍କା ନେଇ ଉଭାନ ହୋଇଗଲା। ଆଜି ସେହି ବ୍ୟକ୍ତି ତୁମକୁ ଆଖିରେ ଚାହିଁ ମଧ୍ୟ ପାରୁନାହିଁ। ତେଣୁ ବନ୍ଧୁଗଣ ମୁଁ ତୁମକୁ କହିବାକୁ ଚାହେଁ ଯେ ତୁମେ ସେହି ସୁଯୋଗ ହରାଇଛ ଯେଉଁଠାରେ ତୁମେ ଭାବିଥିଲ ଯେ ଯଦି ମୁଁ ଏହି ବ୍ୟକ୍ତି ସହିତ ସମ୍ପର୍କ ଗଢ଼ିବି ତେବେ ସେ 7 ଜୀବନ ପାଇଁ ମୋର ସାଥୀ ହେବ, ସେ ସବୁବେଳେ ମୋ ଖୁସିରେ ମୋ ସହିତ ଠିଆ ହେବ। କିନ୍ତୁ ଏକ ଛୋଟ ମିଛ ଯୋଗୁଁ, ଏକ ଛୋଟ ଭୁଲ ଆଶା ଯୋଗୁଁ
ତୁମେ ସେହି ସମ୍ପର୍କ ହରାଇଛ ଏବଂ ଆଜି ପର୍ଯ୍ୟନ୍ତ ତୁମେ ପଶ୍ଚାତାପ କରୁଛ। ଦେଖ, ଜୀବନ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କର। ଶୀଘ୍ର ହେବା ଠିକ୍ ନୁହେଁ। ବନ୍ଧୁଗଣ, ମୁଁ ତୁମକୁ କହିବାକୁ ଚାହେଁ ଯେ ତୁମେ ଯେଉଁ ସୁଯୋଗଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଥିଲ ତାହା ଅନ୍ୟ କାହା ହାତରେ ଚାଲିଯାଇଛି ଏବଂ ଯେଉଁମାନେ ତୁମକୁ ହାଲୁକା ଭାବରେ ନେଉଛନ୍ତି ସେମାନେ ଆଜି ତୁମର ଗୁରୁତ୍ୱ ବୁଝିବାକୁ ଯାଉଛନ୍ତି। ଏହା ଆସିବାକୁ ଯାଉଛି, କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯିବ। ଦେଖନ୍ତୁ, ଏହି ରାଶିଫଳ ମଧୁର ନୁହେଁ କାରଣ ଜୀବନ ନିଜେ ମଧୁର ନୁହେଁ। ଯଦି ଆପଣ ଏହାକୁ ତିକ୍ତ ନିଷ୍ପତ୍ତି ନେଇ ପରିବର୍ତ୍ତନ ନ କରନ୍ତି ତେବେ ଏହି ଜୀବନ ସହଜ ହେବ ନାହିଁ। ବନ୍ଧୁଗଣ, ଆପଣଙ୍କୁ ଏପରି କିଛି ନିଷ୍ପତ୍ତି ନେବାକୁ ପଡ଼ିବ ଯେଉଁଠାରେ ଆପଣଙ୍କୁ ଆପଣଙ୍କର ପ୍ରିୟଜନଙ୍କ ସାଥ ଛାଡ଼ିବାକୁ ପଡ଼ିବ, ଯେଉଁଠାରେ ଆପଣଙ୍କର ପ୍ରିୟଜନମାନେ ମଧ୍ୟ ଆପଣଙ୍କଠାରୁ ଅଲଗା ହୋଇଯିବେ। ତେଣୁ ଭୟଭୀତ ହୁଅନ୍ତୁ ନାହିଁ। ଆପଣଙ୍କ ଜୀବନ ଅନ୍ୟ କୌଣସି ବ୍ୟକ୍ତିଙ୍କ ଉପରେ ନିର୍ଭର କରେ ନାହିଁ। ଆପଣଙ୍କ ଜୀବନ ଆପଣଙ୍କ ଉପରେ ନିର୍ଭର କରେ। କାରଣ ଯଦି ଆପଣ ଜୀବନରେ ଆଗକୁ ବଢ଼ିବାକୁ ଚାହାନ୍ତି ତେବେ କାହାକୁ କଠିନ ପରିଶ୍ରମ କରିବାକୁ ପଡ଼ିବ? ଆପଣଙ୍କୁ ଏକା କଠିନ ପରିଶ୍ରମ, ପ୍ରୟାସ, ସମର୍ପଣ, ଆଗ୍ରହ ସବୁକିଛି ରଖିବାକୁ ପଡ଼ିବ। ଦେଖନ୍ତୁ, ଏହି ମିଛର ମେଘଗୁଡ଼ିକ ଅଳ୍ପ ସମୟ ପାଇଁ ଛାଇ ଦେଇପାରେ, କିନ୍ତୁ ଯଦି ସେହି ମେଘଗୁଡ଼ିକ ଦୀର୍ଘ ସମୟ ପାଇଁ ରହିଥାଏ ତେବେ ସେମାନେ ଆପଣଙ୍କ ଉପରେ ଅସୁବିଧା ସୃଷ୍ଟି କରିପାରିବେ। ତେଣୁ ମିଛର ମେଘକୁ ଆଲିଙ୍ଗନ କରନ୍ତୁ ଏବଂ ଆପଣଙ୍କ ଜୀବନରେ ସତ୍ୟର ଆଲୋକ ଆଣନ୍ତୁ। ବନ୍ଧୁଗଣ, ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ଆଜି ରାତି ପରେ ଆପଣଙ୍କୁ ଏପରି ଏକ ମୋଡ଼ରେ ଠିଆ ହେବାକୁ ପଡ଼ିବ ଯେଉଁଠାରେ ଆପଣ ଆପଣଙ୍କର ପୁରୁଣା ଭୟ, ପୁରୁଣା ଅଭ୍ୟାସ, ପୁରୁଣା ସମ୍ପର୍କ ସହିତ ଆଗକୁ ବଢ଼ିବେ, ନଚେତ୍ ଆପଣ ସବୁକିଛି ସେଠାରେ ଛାଡ଼ି ଏକ ନୂତନ ଆରମ୍ଭ କରିବେ। ତେଣୁ ବନ୍ଧୁଗଣ, ମୁଁ ଯେଉଁ ମୋଡ଼ ବିଷୟରେ କହୁଥିଲି, ତୁମ ଜୀବନରେ ଏକ ମୋଡ଼ ଆସିବ। ବନ୍ଧୁଗଣ, ତୁମକୁ ନିଜ ଜୀବନର ନିଷ୍ପତ୍ତି ନେବାକୁ ପଡ଼ିବ। ହଁ ବନ୍ଧୁଗଣ, ମୋ କଥାକୁ ଭଲ ଭାବରେ ବୁଝ ଏବଂ ସେଗୁଡ଼ିକୁ ହାଲୁକା ଭାବରେ ନିଅ ନାହିଁ। ତୁମେ ଏପରି ଏକ ମୋଡ଼ରେ ରହିବ ଯେଉଁଠାରେ ତୁମେ ତୁମର ପୁରୁଣା ଭୟ, ପୁରୁଣା ଅଭ୍ୟାସ ଏବଂ ପୁରୁଣା ସମ୍ପର୍କ ସହିତ ଆଗକୁ ବଢ଼ୁଥିବ କିମ୍ବା ସବୁକିଛି ପଛରେ ଛାଡ଼ି ଏକ ନୂତନ ଆରମ୍ଭ କରିବ। ଏହି ନିଷ୍ପତ୍ତି କୌଣସି ଗ୍ରହ, ନକ୍ଷତ୍ର କିମ୍ବା ଜ୍ୟୋତିଷ ଦ୍ୱାରା ନିଆଯିବ ନାହିଁ। କେବଳ ତୁମେ ଏହି ନିଷ୍ପତ୍ତି ନେବ। ଯଦି ତୁମେ ତୁମର ଜୀବନକୁ ଉନ୍ନତ କରିବାକୁ ଚାହୁଁଛ ତେବେ ତୁମକୁ ଏହି ନିଷ୍ପତ୍ତି ନେବାକୁ ପଡ଼ିବ। ତୁମର ପୁରୁଣା ଜୀବନରେ ହଜିଯିବ ନା ଏକ ନୂତନ ଜୀବନ ଆଡ଼କୁ ଆଗକୁ ବଢ଼ିବ। ମୁଁ ତୁମକୁ କହିଦେଉଛି ବନ୍ଧୁଗଣ, ତୁମେ ଅନୁଭବ କରିପାର ଯେ ତୁମର ଭାଗ୍ୟ ଖରାପ, ଭାଗ୍ୟ ତୁମ ବିରୁଦ୍ଧରେ ଅଛି। କିନ୍ତୁ ବାସ୍ତବରେ ଭାଗ୍ୟ ତୁମକୁ ଏକ ଶେଷ ଚେତାବନୀ ଦେଉଛି, ଯଦି ତୁମେ ଏବେ ପରିବର୍ତ୍ତନ ନ କର ତେବେ ତୁମେ କେବଳ ପଶ୍ଚାତାପ କରିବ। ସମୟ ତୁମକୁ ଏହା ମଧ୍ୟ କହିବ ଯେ ଟଙ୍କା, କାମ ଏବଂ ପରିଚୟ ସମ୍ପର୍କରେ ତୁମେ ଯେଉଁ ଚାପର ସମ୍ମୁଖୀନ ହେଉଛ ତାହା ହଠାତ୍ ଆସିନାହିଁ, ବରଂ ତୁମ ବର୍ଷ ବର୍ଷ ପୂର୍ବେ କରିଥିବା ଆପୋଷର ପରିଣାମ। ତୁମେ ଅନୁଭବ କରିପାର ଯେ ତୁମର ଭାଗ୍ୟ ହଠାତ୍ ଖରାପ ହୋଇଯାଇଛି। ଭାଗ୍ୟକୁ ଦୋଷ ଦିଅ ନାହିଁ। ତୁମେ କରିଥିବା ଭୁଲଗୁଡ଼ିକୁ ହାଲୁକା ଭାବରେ ଦୋଷ ଦିଅ। ତୁମେ ଭାବୁଥିଲ ଏହି ଭୁଲଗୁଡ଼ିକ ଭବିଷ୍ୟତରେ ମୋ ଜୀବନର କ'ଣ କ୍ଷତି କରିବ, କିନ୍ତୁ ଏବେ ସବୁକିଛି ଭୁଲ ହୋଇଗଲାଣି। ତୁମେ ଦେଖିବ। ଯଦି ତୁମେ ଏହା ଅନୁଭବ କରୁଛ ତେବେ ବନ୍ଧୁମାନେ, ମୁଁ ତୁମକୁ କହିଦେଉଛି ଯେ ଯଦି ତୁମେ ଏପର୍ଯ୍ୟନ୍ତ ପରିବର୍ତ୍ତନ ନ କର ତେବେ ତୁମେ କେବଳ ଅନୁତାପ କରିବ ଏବଂ ସମୟ ସହିତ ସତର୍କ ରୁହ। ଆଜି ରାତିରେ ଗୋଟିଏ କଥାର ସତ୍ୟ ତୁମ ସାମ୍ନାକୁ ଆସିବ। ହୁଏତ ତୁମର ନିକଟତର ବ୍ୟକ୍ତିଙ୍କ ପ୍ରକୃତ ଚେହେରା କିମ୍ବା ତୁମ ଭିତରେ ଲୁଚି ରହିଥିବା ସତ୍ୟ ଯାହାକୁ ତୁମେ ନିଜଠାରୁ ମଧ୍ୟ ଲୁଚାଇ ରଖିଥିଲ, ଏବଂ ଯେତେବେଳେ ଏହି ସତ୍ୟ ବାହାରି ଆସିବ ସେତେବେଳେ ତୁମର ହୃଦୟ ଆନନ୍ଦରେ ପରିପୂର୍ଣ୍ଣ ହୋଇଯିବ, ତୁମର ଆଖି ଓଦା ହୋଇଯିବ, କିନ୍ତୁ ସେହି ମୁହୂର୍ତ୍ତରେ ତୁମେ ଏକ ଅଦ୍ଭୁତ ହାଲୁକା ଅନୁଭବ କରିବ, କାରଣ ଦଣ୍ଡ ଯେତେ ତିକ୍ତ ହେଉନା କାହିଁକି ଏହା ଜଣେ ବ୍ୟକ୍ତିକୁ ମୁକ୍ତ କରିଥାଏ। ଦେଖ, ଯଦି ଏହି ରାଶିଫଳ ଶୁଣି ତୁମର ହୃଦୟ ଧଡ଼ଧଡ଼ କରୁଛି ତେବେ ବୁଝ ଯେ ଏହା ସାଧାରଣ ନୁହେଁ। ଏହା ଏକ ସଂକେତ। ଏହା ତୁମକୁ ନିଜ ଭିତରେ କରିବାକୁ ଥିବା ପରିବର୍ତ୍ତନ ପାଇଁ ଏକ ଆହ୍ୱାନ। ବନ୍ଧୁଗଣ, ମୁଁ ତୁମକୁ କହିବାକୁ ଚାହୁଁଛି ଯେ ପରିବର୍ତ୍ତନ ତୁମ ଭିତରେ ଆରମ୍ଭ ହୁଏ,
ତେଣୁ ପରିବର୍ତ୍ତନ ଆଉ ତୁମ ପାଇଁ କେବଳ ଏକ ବିକଳ୍ପ ନୁହେଁ, ବରଂ ଏକ ବାଧ୍ୟବାଧକତା। ଆଗାମୀ ଦିନରେ ତୁମକୁ କିଛି ସମ୍ପର୍କରୁ ନିଜକୁ ଦୂରେଇ ରଖିବାକୁ ପଡ଼ିବ, କିଛି ସମ୍ପର୍କ ପରିତ୍ୟାଗ କରିବାକୁ ପଡ଼ିବ ଏବଂ ସେମାନଙ୍କର ନାମ ବ୍ୟବହାର କରିବା ବନ୍ଦ କରିବାକୁ ପଡ଼ିବ। ତୁମକୁ କହିବାକୁ ପଡ଼ିବ ଯେ ଯଥେଷ୍ଟ ହୋଇଗଲା। ମୋ ଜୀବନରେ ସେହି ସମ୍ପର୍କ ପାଇଁ କୌଣସି ସ୍ଥାନ ନାହିଁ ଯାହା କେବଳ ସ୍ୱାର୍ଥପର କାରଣ ପାଇଁ ଜଡ଼ିତ। ଯେଉଁ ସମ୍ପର୍କ କେବଳ ମିଛ, ଲୋଭ ଏବଂ ଲୋଭରେ ଫସି ରହିଛି, କାରଣ ଏହି ସମ୍ପର୍କ ତୁମକୁ ମଧ୍ୟ ଫସାଇ ଦେବ। ତୁମକୁ ଯଥାଶୀଘ୍ର ସେଥିରୁ ବାହାରି ଆସିବାକୁ ଚେଷ୍ଟା କରିବାକୁ ପଡ଼ିବ। ବନ୍ଧୁଗଣ, ମୁଁ ତୁମକୁ କହିବାକୁ ଚାହୁଁଛି ଯେ ତୁମକୁ କିଛି ଅଭ୍ୟାସ ତ୍ୟାଗ କରିବାକୁ ପଡ଼ିବ ଯାହା ତୁମକୁ ଜୀବନରେ ପତନର କାରଣ ହେଉଛି ଏବଂ ତୁମକୁ କିଛି ନିଷ୍ପତ୍ତି ନେବାକୁ ପଡ଼ିବ ଯାହା ଲୋକଙ୍କୁ କ୍ରୋଧିତ କରିବ। କିନ୍ତୁ ଯଦି ତୁମେ ସମସ୍ତଙ୍କୁ ଖୁସି ରଖିବାକୁ ଚେଷ୍ଟା କର, ତେବେ ତୁମେ ପ୍ରଥମେ ହାରିଯିବ। ଏହା ବୁଝିବା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଯେ ତୁମେ ସମସ୍ତଙ୍କୁ ଖୁସି ରଖିବାର ଚୁକ୍ତି ନେଇନାହଁ। ଯିଏ ତୁମ ସହିତ ଖୁସି ରହିବାକୁ ଚାହେଁ ସେ ଯେକୌଣସି ପରିସ୍ଥିତିରେ ଖୁସି ରହିବ। ଯିଏ ଖୁସି ହେବାକୁ ଚାହେଁ ନାହିଁ ସେ ତୁମ ସହିତ ଖୁସି ରହିବ ଯଦି ତୁମେ ସେମାନଙ୍କ ପାଇଁ ତୁମର ଜୀବନ ବଳିଦାନ ଦେଇଥାଅ। ଯଦି ତୁମେ ଖୁସି ନଥାଅ, ତେବେ ଏହି ସମୟ ତୁମକୁ ଆହୁରି ଶକ୍ତିଶାଳୀ କରିବ, କିନ୍ତୁ ପ୍ରଥମେ ତୁମକୁ ଭାଙ୍ଗିଦେବ। ବନ୍ଧୁଗଣ, କୁହାଯାଏ ଯେ ଯିଏ ଭୂମିରୁ ଉଡ଼େ ସେ କେବେ ପଡ଼େ ନାହିଁ, କିନ୍ତୁ ଯିଏ ବାୟୁରେ ଅଧା ଡେଣା ବିସ୍ତାର କରେ ସେ ନିଶ୍ଚିତ ଭାବରେ ଗୋଟିଏ ଦିନ ପଡ଼େ। ତୁମେ ସେହି ବ୍ୟକ୍ତି ଯିଏ ଭୂମିରୁ ଉଠିଛ। ତୁମେ ତୁମର ସ୍ୱପ୍ନ ପୂରଣ କରିବା ପାଇଁ କଠିନ ପରିଶ୍ରମ କରିଛ। ତୁମେ କାହା ଉପରେ ନିର୍ଭର କରିନାହଁ। ତୁମେ କାହା ଉପରେ ବୋଝ ହୋଇନାହଁ। ତେଣୁ ଯଦି ତୁମେ ଆକାଶରେ ଉଚ୍ଚରେ ଉଡ଼ୁଛ, ତେବେ ତୁମେ ପଡ଼େ ନାହିଁ। ଏହା 101% ସତ୍ୟ। ବନ୍ଧୁଗଣ, ଆଗାମୀ ଦିନରେ କିଛି ସମ୍ପର୍କ ତୁମକୁ ପଛକୁ ଟାଣିନେବ, କିନ୍ତୁ ତୁମେ ଏପରି କରିବା ଉଚିତ ନୁହେଁ। ପ୍ରଥମେ ତୁମର ମଜା କରୁଥିବା ମହିଳାମାନଙ୍କଠାରୁ ଦୂରରେ ରୁହ। କାରଣ ବନ୍ଧୁଗଣ, ସର୍ବଦା ମନେ ରଖନ୍ତୁ ଯେ ଅନୈତିକ ମହିଳାମାନେ ବର୍ତ୍ତମାନ ତୁମ ଜୀବନରେ ବହୁ ସଂଖ୍ୟାରେ ଉପସ୍ଥିତ ଅଛନ୍ତି ଏବଂ କିଛି ତୁମ ଜୀବନ ଭିତରେ ମଧ୍ୟ ଲୁଚି ରହିଛନ୍ତି। ଅନୈତିକ ଚରିତ୍ରର ମହିଳାମାନେ ଗର୍ବ କରନ୍ତି ଯେ ସେମାନଙ୍କର ଅନେକ ପ୍ରଶଂସକ ଅଛନ୍ତି, ତେଣୁ ସେମାନଙ୍କ ମଧ୍ୟରେ ଗଣନା କରନ୍ତୁ ନାହିଁ, କାରଣ କେବଳ କୁକୁର ମେଳା ପାତ୍ର ଚାଟିଥାନ୍ତି। ତେଣୁ ନିଶ୍ଚିତ ଭାବରେ ମନେ ରଖନ୍ତୁ, ଆପଣ କ'ଣ ସେହି ପ୍ରକାରର ବ୍ୟକ୍ତି ଯାହା ମୁଁ ବର୍ଣ୍ଣନା କରୁଛି? ଯଦି ନୁହେଁ, ତେବେ ଅନୈତିକ ମହିଳାମାନଙ୍କଠାରୁ ଦୂରରେ ରୁହନ୍ତୁ। ଆପଣଙ୍କ ସାଥ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ, କାରଣ କେବଳ ଜଣେ ବ୍ୟକ୍ତିଙ୍କ ସାଥ ତାଙ୍କ ଜୀବନର ରଙ୍ଗ ବଦଳାଇ ପାରିବ। ଯଦି ଆପଣ ନକାରାତ୍ମକ ଲୋକଙ୍କ ସହିତ ସଙ୍ଗ ରଖନ୍ତି, ତେବେ ଆପଣ ଜୀବନରେ କେବଳ ଦୁଃଖ ଅନୁଭବ କରିବେ। ଯଦି ଆପଣ ମାଂସ, ମଦ୍ୟପାନ ଏବଂ ଅନ୍ୟାନ୍ୟ ଅଶୁଦ୍ଧତା ସେବନ କରୁଥିବା ଲୋକଙ୍କ ସହିତ ସଙ୍ଗ ରଖନ୍ତି, ତେବେ ଆପଣଙ୍କ ଭାଗ୍ୟ ଏବଂ ଆପଣଙ୍କ କାର୍ଯ୍ୟ ପ୍ରତି ପ୍ରତିକୂଳ ପ୍ରଭାବ ପକାଇବ। ଏବଂ ଦେଖନ୍ତୁ, ଯେତେବେଳେ ଜଣେ ବ୍ୟକ୍ତିଙ୍କ କାର୍ଯ୍ୟ ଖରାପ ହୁଏ, ସେତେବେଳେ ସେହି ବ୍ୟକ୍ତିଙ୍କୁ ଯେତେ ଗ୍ରହ ଶୁଭ ଫଳ ଦିଅନ୍ତୁ ନା କାହିଁକି, ସେହି ଶୁଭ ଫଳ ଅଶୁଭ ଫଳରେ ପରିଣତ ହେବ। ବନ୍ଧୁଗଣ, ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ଏହି ସମୟ ପ୍ରଥମେ ଆପଣଙ୍କୁ ଭାଙ୍ଗିଦେବ ଏବଂ ଏହି ଭାଙ୍ଗି ପଡ଼ିବା ଆପଣଙ୍କ ଜୀବନର ସବୁଠାରୁ ବଡ଼ ମରାମତି ହୋଇଯିବ। ମନେ ରଖନ୍ତୁ, ଆଜି ରାତି 2:00ରେ କୌଣସି ଭୂମିକମ୍ପ ହେବ ନାହିଁ, କିନ୍ତୁ ଆପଣଙ୍କ ଭିତରେ ଗଭୀର ଭାବରେ ପୋତି ରହିଥିବା ଭୁଲ ବିଶ୍ୱାସ, ମିଥ୍ୟା ବିଶ୍ୱାସ ଏବଂ ନକଲି ଶାନ୍ତି, ଯାହା ବିଷୟରେ ଆପଣ ନିଜେ ଅଜ୍ଞ, ନିଶ୍ଚିତ ଭାବରେ ଦୋହଲିଯିବ। ତୁମ ଜୀବନରେ ଆସୁଥିବା ଅଜଣା ଦୁଃଖ ତୁମକୁ ବିଚଳିତ କରୁଥିଲା, ଜୀବନରେ ପଛକୁ ଠେଲି ଦେଉଥିଲା, ସେଗୁଡ଼ିକ ମଧ୍ୟ ଏବେ ତୁମ ଜୀବନରୁ ଲୋପ ପାଇଯିବ। ମୁଁ ତୁମକୁ କହିବାକୁ ଚାହେଁ, ଯେତେବେଳେ ସକାଳ ହେବ ଏବଂ ତୁମେ ଦର୍ପଣରେ ଦେଖୁଥିବା ମୁହଁ ପୁରୁଣା ରହିବ ନାହିଁ। ଏଥିରେ ଥକାପଣ ରହିବ, ବୁଝାମଣା ରହିବ ଏବଂ ଏକ ପ୍ରଶ୍ନ ରହିବ, ପରବର୍ତ୍ତୀ କ'ଣ? ଏବଂ ଏହି ପ୍ରଶ୍ନ ତୁମକୁ ସେହି ସ୍ଥାନକୁ ନେଇଯିବ ଯେଉଁଠାରେ ତୁମେ ସର୍ବଦା ପହଞ୍ଚିବାକୁ ଚାହୁଁଥିଲ। କାରଣ ଦେଖନ୍ତୁ, ଜୀବନରେ ବାଧାବିଘ୍ନ ଅଛି। ଜଣେ ବ୍ୟକ୍ତି ଯେପର୍ଯ୍ୟନ୍ତ ଝୁଣ୍ଟି ନ ପଡ଼ିବ ସେ ପର୍ଯ୍ୟନ୍ତ ଠାକୁର ନ ହେବା ଗୁରୁତ୍ୱପୂର୍ଣ୍ଣ। ତୁମେ ସମ୍ମୁଖୀନ ହୋଇଥିବା ପ୍ରତ୍ୟେକ ଝୁଣ୍ଟି ଠିକ୍ ଏବଂ ତୁମେ ସେହି ଝୁଣ୍ଟିରେ ପଡ଼ିନାହଁ,
तेबे ही तुमे ठाकुर होई एते दूर पहुंचीच। किछि लोक तुमर कामकू एपरि भाबरे नष्ट करिबाकू चेष्टा करिबे जे केवल तुमे नुहे बरं तुमर परवर्ती 7 पीढ़ी मध्य सेही कामकू पुनर्निर्माण करिपारिबो नाही। जेउमाने निजर व्यवसाय करूछंती सेमानंकू सेमानंकर प्रतियोगीमानंक प्रति सतर्क रहिबाकू पड़िबो, कारण सेही लोकमाने एबे तुम जीवन रे तुम पाई फास बुनुछंती। देख बंधुगण, मु तुमकू कहिबाकू चाहे जे तुमे जेउठारे पहुंचिबाकू चाहुथिला सेठारे पहुंचिबो, किंतु एबे तुमर निज शक्ति रे। किंतु भय जोगु तुमकू अटकाई दिया जाइथिला एवं एबे सेही भय मध्य दूर होइजिबो। एही कुंडली एठारे शेष हुए नहीं, कारण प्रकृत कहानी एहा परे आरंभ हुए। किंतु जदि तुमे एहाकू शेष पर्यंत ध्यान देई सुनिछ तेबे बुझ जे ब्राह्मण तुमकू सीधासळख चेतावनी देई नाहांती, बरं तुमकू शेष सुजोग देइछंती एवं निष्पत्ति तुमर। तुमे एहाकू एक भिडियो बोली भाबी भूली जिवो ना, एहाकू तुमर जीवनर एक मोड़ करिबो। कारण देख, जदि जीवन रे एक मोड़ आसीबो तेबे एहा जरूरी नुहे जे प्रत्येक मोड़ तुमर इच्छा अनुसारे हेबो। एहा जरूरी नुहे जे प्रत्येक मोड़ तुमकू सठिक रास्तारे नहीं जाई पारे। किछि मोड़ मध्य आसीबो जहां तुमकू खातकू ठेली देबो एवं सेही खात दुख, विवाद, कष्ट एवं कष्टर हेबो। बंधुगण, एही समय रे तुम जीवन रे दुईटी कूप अछि। गोटिए कूप जेउथिरे तुमे निजे बालटी पकाई पानी काढिबाकू पड़िबो एवं आउ एक कूप रहिबो जेउथिरे तुमे निजे बुड़ी जिवो। देखंतु बंधु माने, एही समय रे आपणक सम्मुखरे अनेक चैलेंज रहिबो। प्रथम चैलेंज हेबो आपणकू आपणक जीवन रे कोन करिबाकू पड़िबो, कारण एपर्यंत आपण बुझी पारु नाहंती। जेउ माने विदेश रे अछंती, जेउ माने पढ़िबाकू जिबाकू चिंता करुथिले, सेमाने एबे भी निज देश रे बसिछंती, कारण सेमाने निजे सेमानंकर भविष्यत निष्पत्ति कोन करिबे एवं कोन करिबे नाही ताहा बुझी पारु नाहंती। सेमाने केवल भाग्य उपरे निर्भर करुछंती। देखंतु, भाग्य केवल जने व्यक्ति को कठिन परिश्रम कले सपक्ष करे एवं जेतेबेले जने व्यक्ति कठिन परिश्रम करंती सेमानंकर भाग्य चमकरे एवं सेमानंकू सुजोग मिले। आजी जदि मु बसी भाबुछि जे खाद्य मो पाखकू आसीबो, तेबे एहा कोन संभव? एहा संभव नुहे। देखंतु बंधुगण, मोते संघर्ष करिबाकू पड़िबो। जदि आपण भाबुछंती जे मु केवल भाग्य उपरे निर्भर करिबी एवं जदि एहा मो भाग्य रे अछि तेबे एहा आसीबो, तेबे आपणंकू एही चिंताधारा एबे आपणंक मनरू बाहर करिबाकू पड़िबो। जीवन रे आपणंक पछरे पड़िबार सबुठारु बड़ कारण हेउछि आपण भाबुछंती जे जदि एहा आपणंक भाग्य रे अछि तेबे एहा आसीबो एवं जदि एहा नाही। बंधुगण, देखंतु, भयभीत हेबार कोनोसी आवश्यकता नाही। शांत परिवेश रे सबुकिछि करंतु, सबुकिछि शांत भावरे करंतु। आपण भूल स्थान रे अनेक भूल निष्पत्ति नैछंती, किंतु एबे आपणंक पई सेगुड़िकर हिसाब नेबा बहुत गुरुत्वपूर्ण हेबो। देख बंधुगण, मु तुमकू कहि देउछि जे आगामी 120 घंटा मध्यरे तुमे जेउ खेलरे हाथ लगाइबाकू चेष्टा करूछ ताहा साधारण हेबो नाही। कारण सेही खेल तुमकू संपूर्ण भावरे हलाई देबो, किंबा सेही खेल तुमकू तुमर जीवनर प्रत्येक मोड़रे ठीक एवं भूल मध्यरे निष्पत्ति नेबाकू बाध्य करिबो एवं तुमकू विजय बाछिबो। एबे बंधुगण देख, मु तुमकू एक बहुत सरल समाधान कहिबाकू जाउछि। जदि तुमे एही समाधान को ध्यानर सहित देख, सुन एवं अनुसरण कर, तेबे तुमर जीवन सुंदर एवं अनन्य होइजिबो। देख, अमावास्या तिथि प्रति मासरे थरे आसे एवं आम हिंदू सनातन धर्म रे अमावास्या को बहुत गुरुत्व दिया जाइछि। तेनु बंधुगण देख, अमावास्या दिन तुमे गाय को चुपचाप गोटे छोट जिनिस खुआइबाकू पड़िबो। सेही जिनिस कौन हेबो? तुमे कौन नेबाकू पड़िबो? एक कंचा हलदी गुंड नियो एवं ध्यान दियो जे गुंडटी भांगी न जाए। एहा परे तुमे मोटा मैदार दरिया तैयारी करी सेही दरियारे सेही दरिया मिसाई दियो एवं तापरे जेकोनोसी अमावास्या रे चुपचाप मां गाय को खाइबाकू दियो। देखंतु बंधुगण, एही समाधान एते प्रभावशाली जे अमावास्या दिन
ଯଦି ଆପଣ ଏହି କଞ୍ଚା ହଳଦୀର ଗୁଣ୍ଡକୁ ସେହି ଦହିରେ ମିଶାଇ ମା ଗାଈକୁ ଖାଇବାକୁ ଦିଅନ୍ତି, ତେବେ ସେହି ଦିନଠାରୁ ଆପଣଙ୍କ ଭାଗ୍ୟ ଚମକି ଉଠିବ। ଯେଉଁ ମହିଳା ସନ୍ତାନର ସୁଖ ପାଇଁ ପ୍ରାର୍ଥନା କରନ୍ତି, ସେମାନେ ଜଣେ ପ୍ରକୃତ ଏବଂ ଭଲ ଜୀବନସାଥୀ ପାଇଁ ଆଗ୍ରହୀ, ସେମାନଙ୍କୁ ସନ୍ତାନ ପାଇବାର ସୁଖ ମିଳିବ। ଯେଉଁମାନେ ଜଣେ ପ୍ରକୃତ ଏବଂ ଭଲ ଜୀବନସାଥୀ ଖୋଜୁଛନ୍ତି, ବୈବାହିକ ସୁଖ ପାଇବାକୁ ଚାହୁଁଛନ୍ତି, ଜଣେ ଭଲ ଜୀବନସାଥୀ ଚାହୁଁଛନ୍ତି, ତେବେ ଏହି ସମାଧାନ ସେମାନଙ୍କୁ ମଧ୍ୟ ଏକ ଜୀବନସାଥୀ ଆଣିବ। ଦ୍ୱିତୀୟତଃ, ବନ୍ଧୁଗଣ, ଯେଉଁମାନଙ୍କର ବ୍ୟବସାୟ ମାନ୍ଦାବସ୍ଥା ଦେଇ ଗତି କରୁଛି, ବହୁତ ଅସୁବିଧାରେ ପଡ଼ିଛନ୍ତି, ଯଥାସମ୍ଭବ ଚେଷ୍ଟା କରିବା ସତ୍ତ୍ୱେ କିଛି ପାଉନାହାନ୍ତି ଏବଂ କ୍ଳାନ୍ତ, ଭିତରେ ଭାଙ୍ଗି ପଡ଼ିଛନ୍ତି, ଭିତରେ ଜୀବନ ନାହିଁ, ତେବେ ଏହି ସମାଧାନ ସେହି ଲୋକମାନଙ୍କ ଜୀବନକୁ ପୁଣି ପ୍ରଭାବଶାଳୀ କରିବ। ବନ୍ଧୁଗଣ, ଦେଖନ୍ତୁ, ସମାଧାନଗୁଡ଼ିକ ସେତେବେଳେ ପ୍ରଭାବଶାଳୀ ହୁଏ ଯେତେବେଳେ ଆମେ ସେଗୁଡ଼ିକୁ ସତ୍ୟ ବିଶ୍ୱାସ ସହିତ, ସତ୍ୟ ହୃଦୟ ଏବଂ ସତ୍ୟ ମନ ସହିତ କରୁ। କାରଣ ଦେଖନ୍ତୁ, ଅନେକ ଥର ଏପରି ହୁଏ ଯେ ଆମେ ସମାଧାନ କରୁ କିନ୍ତୁ ମନରେ ସନ୍ଦେହ ରଖି କରୁ ଯେ ଏହି ସମାଧାନ ଫଳ ଦେବ କି ନାହିଁ। ତେଣୁ ଦେଖନ୍ତୁ, ସବୁକିଛି କିଛି ଦାବି କରେ। ଯେଉଁ ସମାଧାନ ତୁମ ଜୀବନରେ ଅଛି, ବନ୍ଧୁ, ମୁଁ ସେହି ସାଧାରଣ ସମାଧାନଗୁଡ଼ିକ କହିନାହିଁ। ମୁଁ ଆଜି ପୂର୍ବରୁ ବହୁତ ସମାଧାନ କହିସାରିଛି ଏବଂ ତୁମେ ବହୁତ ସମାଧାନ କରିଛ। ଆମେ ଅନେକ ଲୋକଙ୍କଠାରୁ ସକାରାତ୍ମକ ମତାମତ ମଧ୍ୟ ପାଇଛୁ ଯେ ଗୁରୁଜୀ, ତୁମ ଦ୍ୱାରା କରାଯାଇଥିବା ସମାଧାନ ଯୋଗୁଁ ମୋର ଏକ ସନ୍ତାନ ହୋଇଛି, ମୋର ଶୀଘ୍ର ବିବାହ ହୋଇଛି, ମୋର ବ୍ୟବସାୟରେ ଲାଭ ହୋଇଛି, ମୋର ଆର୍ଥିକ ସମସ୍ୟା ଶେଷ ହୋଇଛି। ତେଣୁ ବନ୍ଧୁଗଣ, ତୁମେ ମଧ୍ୟ ଏହା କରିପାରିବ। ତାପରେ ଆମକୁ କମେଣ୍ଟ ବାକ୍ସରେ କୁହ। ଦୟାକରି ମୋତେ କୁହନ୍ତୁ। ଭିଡିଓଟି ଏଠାରେ ଶେଷ ହେଉଛି। ଯଦି ତୁମକୁ ଭିଡିଓଟି ପସନ୍ଦ ଆସିଛି, ତେବେ ଦୟାକରି ଆମର ଏହି ଛୋଟ ଭିଡିଓଟିକୁ ଲାଇକ୍ କରନ୍ତୁ ଏବଂ କମେଣ୍ଟ ବାକ୍ସରେ ନିଶ୍ଚିତ ଭାବରେ ଓମ୍ ହନୁମନ୍ତେ ନମଃ ଲେଖନ୍ତୁ। ହନୁମାନ ଜୀ ମହାରାଜ ତୁମର ସମସ୍ତ ଇଚ୍ଛା ପୂରଣ କରିବେ।